ସେଠି ପରିଚୟ ଦେବେ। ମୁଁ ଅଧ୍ୟାପକ କାର୍ତ୍ତିକେଶ୍ୱର ପାତ୍ର, ଚକ ଅର୍ଜୁନି ଗ୍ରାମର ଗ୍ରାମ ମୁଖ୍ୟ ଏବଂ ଆମ ଗାଁ ଯୁବ ପରିଷଦର ମଧ୍ୟ ସଭାପତି। ଆପଣ ମାନେ ଜାଣିଛନ୍ତି ଆରୁହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ ଅର୍ଜୁନି ଏକ ସଂସ୍କୃତି ସମ୍ପନ୍ନ ଗ୍ରାମ। ଏହି ଗ୍ରାମର ଯୁବକ ମାନଙ୍କର ଉଦ୍ୟମରେ ଗତ ବର୍ଷ 2025 ମସିହାରେ ଆମ ଗାଁ ଯୁବ ପରିଷଦ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସଂଗଠିତ ହେଇଛି ଏବଂ ଏହି ସଂଗଠନର କର୍ମକର୍ତ୍ତା ମାନେ ବିଭିନ୍ନ ସାମାଜିକ ଏବଂ ସେବାମୂଳକ କାର୍ଯ୍ୟରେ ଅଦ୍ୟାବଧି ସେମାନଙ୍କର ବିଭିନ୍ନ କାର୍ଯ୍ୟଧାରା ଜାରି ରଖିଛନ୍ତି ଏବଂ ଚଳିତ ବର୍ଷ 2026 ମସିହାରେ ସରସ୍ୱତୀ ପୂଜା ଏବଂ ଛପନ ମାଦଳ ମହୋତ୍ସବ ଅନୁଷ୍ଠିତ କରିବାର କାର୍ଯ୍ୟକ୍ରମ ସଂରଚନା କରାଯାଇଛି। ଏଥି ନିମନ୍ତେ 25 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଦିବ୍ୟ ଛପନ ମାଦଳ ମହାମହୋତ୍ସବ ଏବଂ 23 ତାରିଖରେ ସରସ୍ୱତୀ ପୂଜା, ଉଦ୍ଘାଟନୀ ସମାରୋହ, ସମ୍ବର୍ଦ୍ଧନା ସମାରୋହ, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର, ରକ୍ତ ଶର୍କରା ପରୀକ୍ଷା ଇତ୍ୟାଦି ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ସହିତ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସଂରଚନା କରାଯାଇଛି। ପ୍ରତ୍ୟହ ମେଳି, ନଗର ପରିକ୍ରମା, ପ୍ରବଚନ, ପ୍ରାର୍ଥନା ଇତ୍ୟାଦି ଅନେକ କାର୍ଯ୍ୟକ୍ରମର ସଂରଚନା କରାଯାଇଛି। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଗ୍ରାମର ସମସ୍ତ ଗ୍ରାମବାସୀ ମାନେ, ଯୁବବନ୍ଧୁ ମାନେ ଏବଂ ଆମର ପଞ୍ଚାୟତର ପ୍ରତିନିଧି ମାନେ ଆମକୁ ସମସ୍ତ କାର୍ଯ୍ୟରେ ଆନ୍ତରିକ ଭାବରେ ସାହାଯ୍ୟ ଏବଂ ସମର୍ଥନ ଯୋଗାଇ ଚାଲିଛନ୍ତି। ଏଥିପାଇଁ ଆମେ ଗ୍ରାମ ତରଫରୁ ଯୁବ ପରିଷଦ ତରଫରୁ ସମସ୍ତଙ୍କୁ ସାଧୁବାଦ ଜଣାଉଛୁ ଏବଂ ସମସ୍ତଙ୍କୁ ସାଦର ଆମନ୍ତ୍ରଣ ଜଣାଉଛୁ। ସମସ୍ତେ ଆସନ୍ତୁ, ଏହି ମହାର୍ଘ ମୁହୂର୍ତ୍ତରେ ସମସ୍ତେ ଏକତ୍ରିତ ହେବା ଏବଂ ଗ୍ରାମର ଭାଇଚାରାକୁ ବୃଦ୍ଧି କରିବା ଏବଂ ଆଧ୍ୟାତ୍ମିକ ସାଂସ୍କୃତିକ ଯୋଉ ଗ୍ରାମର ପରମ୍ପରା ଅଛି ତାକୁ ପୁଣି ଉଜ୍ଜୀବିତ କରିବା। ସମସ୍ତେ ଆସନ୍ତୁ, ବହୁତ ଆନନ୍ଦ ହେବ। ହରିନାମ ସଂକୀର୍ତ୍ତନରେ ସମସ୍ତେ ମଜିଯିବା, ଆନନ୍ଦର ମହାସାଗର ଏଠି ପ୍ରବାହିତ ହେବ। ପ୍ରତ୍ୟେକ ପ୍ରସାଦ ସେବନର ବ୍ୟବସ୍ଥା ଅଛି। ଆପଣ ମାନଙ୍କୁ ବିନମ୍ର ଅନୁରୋଧ, ସମସ୍ତେ ଆସିବେ ଏବଂ ଶେଷ ଦିନରେ 2026 ମସିହାର ଜାନୁଆରୀ 28 ତାରିଖ ଦିନ ଆମେ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରଖିଛୁ। ଆମ ଗାଁ ପଞ୍ଚାୟତର ସମସ୍ତ ଗ୍ରାମ ସହିତ ଅନ୍ୟାନ୍ୟ ଗ୍ରାମ ମାନଙ୍କୁ ମିଶି 5,000 ରୁ 6,000 ଲୋକଙ୍କ ପାଇଁ ସାମୂହିକ ପ୍ରସାଦ ସେବନର ବ୍ୟବସ୍ଥା ରଖାଯାଇଛି। ଆପଣ ମାନେ ନିଶ୍ଚିତ ଆସିବେ। ମୁଁ ଡାକ୍ତର ପଦ୍ମନାଥ ପ୍ରଧାନ, ମୋ ଘର ଚକ ଅର୍ଜୁନି ଗ୍ରାମ, ଆରୁହା ପଞ୍ଚାୟତର ଏକ ଆଦର୍ଶ ଗ୍ରାମ, ଯେଉଁ ଗ୍ରାମରେ କି ପ୍ରତ୍ୟେକ ଯୁବଗୋଷ୍ଠୀ ସମସ୍ତେ ଭାଇଚାରା ସୃଷ୍ଟି କରିବା ସମ୍ପର୍କରେ ଏଠାରେ ଯେଉଁ ସରସ୍ୱତୀ ପୂଜା ମେଳାର ଆୟୋଜନ ହେଇଛି, সেই ଯୁବଗୋଷ୍ଠୀ ସମସ୍ତଙ୍କୁ ମୁଁ ଆହ୍ୱାନ କରିଛି, ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ସେମାନେ ସମସ୍ତଙ୍କ ଭିତରେ ଭାଇଚାରା ସୃଷ୍ଟି କରି ଆମ ଭିତରେ ଯେଉଁ ଐକ୍ୟତା ଭାବ, ଆମ ଭିତରେ ଯେଉଁ ନୂତନତ୍ୱ आत्मार संस्कृति उपरकू आम समस्त उन्नति करने जो भाईचारा सृष्टि कर जो आनंद उत्सव माहौल सृष्टि कर साधुवाद जनाऊँगी से आम समस्ते एठारे एकत्रित हवा हरिनाम संकीर्तन मजी जा माति जा समस्ते एकत्र भोजन करवा गोटे जगह बसी निज निज सुख दुख हवा यही हूँ आम मान ग्रामीण परिचय एवं परिचिति। जय जी रही मु वार्ड मेंबर श्री मधुसूदन प्रधान चक अर्जुनी ग्राम 4 नंबर वार्ड कार्यक्रम आम चक अर्जुनी ग्राम युव परिषद तरफ 23 तारिख रु 29 तारिख पर्यटन 7 दिन व्यापी महा आडंबर सरस्वती पूजा एवं 56 मादल कार्यक्रम होती भर अच्छी रक्तदान शिविर स्वास्थ्य सेवा शिविर तेणु यही मीडिया भाई बंधु मान